ଚିଟଫଣ୍ଡ ଟଙ୍କାଟା ଫେର ଦେବେ କହିଲେ କଣ ହେଲା ସାର୍? କଣ ହେଇଛି? ଚିଟଫଣ୍ଡ ଟଙ୍କାଟା ଚିଟଫଣ୍ଡ ଟଙ୍କା ମିଳିବ ସମସ୍ତଙ୍କୁ 4 ମାସ ଭିତରେ କେବେ କୁହନ୍ତୁ, କେବେ କୁହନ୍ତୁ ଡେଟ୍ ଟା 4 କୁହନ୍ତୁ ସାର୍। ମାସ ଭିତରେ ମିଳିବ। ଯୋଉମାନେ 5 ଲକ୍ଷ ଲୋକ ଯୋଉମାନେ କମ ଡିପୋଜିଟ କରିଥିଲେ, ମାନେ 10,000 ଭିତରେ ଡିପୋଜିଟ କଲେ ସେମାନଙ୍କୁ ଫାଷ୍ଟ ଫେଜ ରେ ମିଳିବ। ମୋର 50,000 ଉପରେ ଡେରିରେ ମିଳିବ ଟିକେ। ଦେବେନି, ଏଟା କହିଥିଲେ କାହିଁକି ଦେବେନି କୁହନ୍ତୁ? ସେଟା ଆପଣ ଦେଖନ୍ତୁ ଆଉ କଣ କରାଯିବ। ଆରେ ପଇସା ତାଙ୍କ ଜମି ଅର୍ଡିନାନ୍ସ ହବ, ଜମି କି ସରକାରୀ ଖାତାକୁ ଅଣାଯିବ, ସରକାର ନିଲାମ କରିବେ, ତାପରେ ଦେବେ। ସେଥିପାଇଁ ଟିକେ ସମୟ ସବୁ ଲାଗିବ। କରାଯିବ। ଆମେ ଖଟି ଖାଉଛୁ ଆଜ୍ଞା। ହ୍ୟାଲୋ ସାର୍। ୱେଟିଂ ରୁମ୍। ଆଜ୍ଞା ହ୍ୟାଲୋ। ଆଜ୍ଞା କହୁଥିଲି ଏଟା ଟିକେ ଜଲ୍ଦି କୁହନ୍ତୁ। ଆପଣ 3 ବର୍ଷ ହେଲାଣି ମାନେ କେବେ ଆମର 3 ବର୍ଷ ହେଲା? ସରକାର ଆଇଲା କେତେ ନା ଦିନ ନା ହେଲା? ସରକାର ତ ବର୍ଷେ 2 ମାସ ଆପଣଙ୍କ କଥା 3 ବର୍ଷ ହେଲା ମେଚୁରିଟି ଉପରେ ହେଲାଣି। ତ ଟଙ୍କା ଡିପୋଜିଟ କଲୁଣି 10 ହୁଁ 10 ବର୍ଷ ହେଲାଣି। ହେଲା apply କଲୁଣି। ମେଚୁରିଟି ହେଇଛି ମାନେ 6 ବର୍ଷ ମେଚୁର ହେଲାଣି। ହେଲା ମୁଁ ଜାଣିନି, ତୋର ଟଙ୍କା ଡିପୋଜିଟ ତ କେବେଠୁ କରିଥିବୁ ମତେ ଜଣା ନାହିଁ। ଆଜ୍ଞା ତେଣୁ ଟିକେ କୁହନ୍ତୁ, ଦେଖନ୍ତୁ କଣ କରାଯିବ ଦେଖନ୍ତୁ। ଟଙ୍କା ତ ଅର୍ଡିନାନ୍ସ ହେଇକି ତାଙ୍କ ଆମର ଜମିକୁ ଅଣା ହେଲା ପରେ 36 ବର୍ଷ ପେନ୍ କାର୍ଡ ଭଦ୍ରକ ଯେତେବେଳେ ହେଇଥିଲା, ପେନ୍ କାର୍ଡ ବୋଲି କମ୍ପାନୀ ମାଇକ୍ରୋ ଫାଇନାନ୍ସ ର, ସେଇ କମ୍ପାନୀ ହଉଛି ଆମର ଜମା ଅଛି। ମାଇକ୍ରୋ ଫାଇନାନ୍ସ ପାନ୍ କାର୍ଡ ବୋଲି ଗୋଟେ କମ୍ପାନୀ ଥିଲା ଭଦ୍ରକର। ଆମେ ସେଇ ଭଦ୍ରକ, ଆମ ଘର ଭଦ୍ରକ ପାଖାପାଖି, ବୁଝିଲେ ନା? ସାର୍ ଏଠି କିଛି କୋଉଠି? କୁହନ୍ତୁ, କେବେ କଣ ହବ ଟିକେ କୁହନ୍ତୁ ଟିକେ। ସତୀଶ କିଏ? ଦୀପକ ଫୋନ ଧରିଲା କି? ହ୍ୟାଲୋ। ଆଜ୍ଞା ହଁ କୁହନ୍ତୁ। ଡକ୍ୟୁମେଣ୍ଟ ଟା ପାଇଛନ୍ତି ନା? ଡକ୍ୟୁମେଣ୍ଟ ଆପଣଙ୍କୁ ପଠେଇଦେମି, ଯୋଉଟା ଡିପୋଜିଟ ଥିଲା ସେଟା ଅନଲାଇନରେ ସବୁ। ଡକ୍ୟୁମେଣ୍ଟ ମତେ କାହିଁ ପଠେଇବୁ? ଏଇ ଗଞ୍ଜେଇ ଫଞ୍ଜେଇ ଖାଉଛୁ? ଗଞ୍ଜେଇ ଖାଇ ଗଞ୍ଜେଇ ଖାଇ ଡକ୍ୟୁମେଣ୍ଟ ମତେ କାହିଁ ପଠେଇବୁ? ମୋ ନା ପାଖରେ କଣ ହଜିଲା ତୋର କହିଲେ ହଜିଯାଇଛନ୍ତି ସବୁ ଚିଟଫଣ୍ଡ କହିଲେ। ର ଡକ୍ୟୁମେଣ୍ଟ ଯୋଉ ପାଖରେ ଅଛି, ଚିଟଫଣ୍ଡ ପାଖରେ ଅଛି, ଗଭର୍ଣ୍ଣମେଣ୍ଟ ଆଜ୍ଞା ତାକୁ କଲେକ୍ଟ କରୁଛି। ସବୁ ଡକ୍ୟୁମେଣ୍ଟ ଯାହାର ଯାହାର ମିଳିବ ତାଙ୍କୁ ପଇସା ରିଟର୍ନ କରାଯିବ। ଆଜ୍ଞା ସେଟା ଡକ୍ୟୁମେଣ୍ଟ ସେମାନେ କରିବେ, ମୁଁ ଡକ୍ୟୁମେଣ୍ଟ ନେଇ କଣ କରିବି? ତାକୁ କେବେ ତା ଭରସା ଦିଅନ୍ତୁ ଟିକେ। ସାର୍ ଫୋନ ରଖ, ତତେ ତୁ ଆଇଦର ତୁ ରାଞ୍ଚି ଯିବୁ ନହେଲେ ମୁଁ ରାଞ୍ଚି ଯିବି, ଦି ଜଣରୁ ଜଣେ ରାଞ୍ଚି ଯିବ।